ଦେଓମାଳିରେ ସୌନ୍ଦର୍ଯ୍ୟ ଓ ପରିବେଶ ଉପରେ ଦିଆଯିବ ଗୁରୁତ୍ୱ। ନୋଟିସ୍ ଜାରି ପରେ ଲାଗିଛି କଟକଣା। ରାତିରେ କେହି ରହିପାରିବେନି ଦେଓମାଳିରେ। ରାତି 8ଟାରୁ ସକାଳ 5ଟା ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ଦେଓମାଳିରେ ରହିବାକୁ ଅନୁମତି ନାହିଁ। କେହି ଯଦି ନିୟମର ପାଳନ ନ କରିବେ ତେବେ ନିୟମ ମୁତାବକ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନୋଟିସରେ ଉଲ୍ଲେଖ କରାଯାଇଛି। ପରବର୍ତ୍ତୀ ଖବର, ଭାରତୀୟ ସେନାରେ ସୈନିକଙ୍କ ଅଭାବ। କମ୍ ଯବାନରେ ଦେଶକୁ ସୁରକ୍ଷା ଦେଉଛି ଭାରତୀୟ ସେନା। ବର୍ତ୍ତମାନ ସମୟରେ ଭାରତୀୟ ସେନାରେ 17% ଅଧିକାରୀଙ୍କ ଅଭାବ ରହିଥିବା ବେଳେ ପ୍ରାୟ 8% ସୈନିକଙ୍କ ଅଭାବ ରହିଛି। ଏନେଇ ପ୍ରତିରକ୍ଷା ମନ୍ତ୍ରାଳୟ ସଂସଦର ସ୍ଥାୟୀ କମିଟିକୁ ସୂଚନା ଦେଇଛି। ପରବର୍ତ୍ତୀ ଖବର, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲା ମାମଲାରେ ଫେରାର ଥିବା ମେହୁଲ ଚୋକ୍ସିଙ୍କୁ ବେଲଜିୟମରେ ଗିରଫ କରାଯାଇଛି। ଭାରତ ସରକାରଙ୍କ ଅପିଲ ପରେ ତାଙ୍କୁ ବେଲଜିୟମରେ ଗିରଫ କରାଯାଇଛି। ମେହୁଲ ଚୋକ୍ସିଙ୍କ ନାମରେ 13,000 କୋଟି ଟଙ୍କାର ଠକେଇ ଅଭିଯୋଗ ରହିଛି। ଖୁବ୍ ଶୀଘ୍ର ମେହୁଲଙ୍କୁ ଭାରତ ଆଣିବାକୁ ପ୍ରୟାସ କରାଯିବ ବୋଲି ଜଣାପଡ଼ିଛି। ପରବର୍ତ୍ତୀ ଖବର, ଭାରତରୁ ଆମେରିକାକୁ ରପ୍ତାନି କରାଯାଉଥିବା ଆଇଫୋନ, ସ୍ମାର୍ଟଫୋନ, ଟାବଲେଟ୍ ଏବଂ ଲ୍ୟାପଟପ୍ ଚୀନଠାରୁ ରପ୍ତାନି ହେଉଥିବା ଉତ୍ପାଦନ ତୁଳନାରେ 20% ଶସ୍ତା ହେବ। ନିକଟରେ ଟ୍ରମ୍ପ ପ୍ରଶାସନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ଅତିରିକ୍ତ ଆମଦାନୀ ଶୁଳ୍କରୁ ବାଦ ଦେବା ପରେ ଭାରତକୁ ଏହି ଫାଇଦା ମିଳିବ ବୋଲି ଇଣ୍ଡିଆ ସେଲ୍ୟୁଲାର ଆଣ୍ଡ ଇଲେକ୍ଟ୍ରୋନିକ୍ସ ଆସୋସିଏସନ କହିଛି। ପରବର୍ତ୍ତୀ ଖବର, ଏପ୍ରିଲ 16ରୁ ଆରମ୍ଭ ହେବ ଯୁକ୍ତ 3 ନାମ ଲେଖା ପାଇଁ ଆବେଦନ। ଜୁଲାଇ 10 ସୁଦ୍ଧା ଆରମ୍ଭ ହେବ ପାଠପଢ଼ା। ଶିକ୍ଷାବର୍ଷ 2025-26 ସ୍ନାତକ ଶ୍ରେଣୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆବେଦନକାରୀମାନେ ଏପ୍ରିଲ 16 ତାରିଖଠାରୁ ଫର୍ମ ପୂରଣ କରିପାରିବେ। ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷାନୀତି 2020 ଆଧାରରେ କରାଯିବ।